ପ୍ରତ୍ୟେକ ମଣିଷ ଜୀବନରେ ଧୈର୍ଯ୍ୟ ରହିବା ନିହାତି ଆବଶ୍ୟକ। ଜୀବନରେ ଧୈର୍ଯ୍ୟ ରହିଲେ ମଣିଷ ସବୁ ସମସ୍ୟାର ସମାଧାନ କରିପାରିବ। ଧୈର୍ଯ୍ୟ ଓ ସହନଶୀଳତା ମଣିଷର ଦୁର୍ବଳତା ହୋଇନଥାଏ, ବରଂ ଏହି ଦୁଇଟି ଗୁଣ ମଣିଷର ଅଦୃଶ୍ୟ ଶକ୍ତି ହୋଇଥାଏ, ଯାହା ସମସ୍ତଙ୍କ ପାଖରେ ନଥାଏ। କିନ୍ତୁ ନିଜ ଆତ୍ମସମ୍ମାନକୁ ହରାଇ କିଛି ବି ସହିବା ନିଜକୁ ହରାଇବା ସହ ସମାନ ହୋଇଥାଏ। ସମସ୍ତଙ୍କର ସମ୍ମାନ କରିବା ଏହା ଭଲ କଥା, କିନ୍ତୁ ଆତ୍ମସମ୍ମାନର ସହ ବଞ୍ଚିବା ଏହା ନିଜର ପରିଚୟ ହୋଇଥାଏ। ମଣିଷର ଆର୍ଥିକ ସ୍ଥିତି ଯେତେ ଭଲ ଥାଉନା କାହିଁକି, ଜୀବନର ଆନନ୍ଦ ନେବା ପାଇଁ ମାନସିକ ସ୍ଥିତି ଭଲ ହେବା ନିହାତି ଦରକାର। ମଣିଷ ଭିତରେ ଭୁଲ ବାଛିବା ଗୁଣ ସମସ୍ତଙ୍କ ପାଖରେ ଥାଏ, କିନ୍ତୁ ସେହି ଖରାପ ଗୁଣ ଭିତରୁ ଭଲକୁ ଖୋଜିବା ଗୁଣ କିଛି ଲୋକଙ୍କ ପାଖରେ ଥାଏ।